ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ହୃଦୟ ଭରା ନମସ୍କାର। ଆସନ୍ତୁ ଶୁଣିବା ଶ୍ରୀମଦ୍ ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ ପ୍ରଥମ ଓ ଦ୍ୱିତୀୟ ଶ୍ଲୋକର ସବିଶେଷ ବ୍ୟାଖ୍ୟା। ବ୍ୟାଖ୍ୟାଟି ଶୁଣିବା ସହିତ ସେହି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀକୃଷ୍ଣ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଓମ୍ ଶ୍ରୀ ପରମାତ୍ମନେ ନମଃ। ଅଥ ତୃତୀୟ ଅଧ୍ୟାୟ କର୍ମଯୋଗଃ। ଶ୍ରୀମଦ୍ ଭଗବଦ୍ ଗୀତାର ଉପଦେଶ ପ୍ରତ୍ୟେକ ମନୁଷ୍ୟର ଅନୁଭବ ଉପରେ ଆଧାରିତ। ଏହି ଦିବ୍ୟ ଉପଦେଶ ଆରମ୍ଭ କରି ସର୍ବପ୍ରଥମେ ଭଗବାନ ସ୍ପଷ୍ଟ କରିଛନ୍ତି ଯେ ଶରୀର ଓ ଶରୀରୀ ପରସ୍ପର ସର୍ବଥା ଭିନ୍ନ। ଶରୀର ଅନିତ୍ୟ, ଅସତ୍, ଏକଦେଶୀୟ ଓ ନାଶବାନ, ତଥା ଶରୀରୀ ନିତ୍ୟ, ସତ୍, ସର୍ବବ୍ୟାପୀ ଓ ଅବିନାଶୀ। ନାଶବାନ ବସ୍ତୁର ବିନାଶ ଦେଖି ଦୁଃଖୀ ନ ହେବା ଏବଂ ଅବିନାଶୀ ବସ୍ତୁର ଅବିନାଶତା ଦେଖି ତାହାକୁ ସ୍ଥାୟୀ ରଖିବା ପାଇଁ ଇଚ୍ଛା ନ କରିବାକୁ ବିବେକ କୁହାଯାଏ। କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ତିନୋଟି ଯାକ ଯୋଗ ମାର୍ଗର ବିବେକର ବହୁତ ଆବଶ୍ୟକତା ରହିଛି। ମୁଁ ଶରୀରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ବିବେକ ଉଦୟ ହେଲେ ଯାଏ ମୁକ୍ତିର ଅଭିଳାଷ ଜାଗ୍ରତ ହୁଏ। ମୁକ୍ତି କଥା ଦୂରେ ଥାଉ, ଏପରିକି ସ୍ୱର୍ଗପ୍ରାପ୍ତିର ଅଭିଳାଷ ମଧ୍ୟ ନିଜକୁ ଶରୀରଠାରୁ ଭିନ୍ନ ମନେ କଲେ ଯାଇ ହୁଏ। ତେଣୁ ଭଗବାନ ତାଙ୍କ ଉପଦେଶ ଆରମ୍ଭ କରିବାକୁ ଯାଇ ସର୍ବପ୍ରଥମେ ବିବେକର ବର୍ଣ୍ଣନା କରିଛନ୍ତି। ଏହାର ତାତ୍ପର୍ଯ୍ୟ ହେଲା ମନୁଷ୍ୟ ମାତ୍ରକେ ପରମାତ୍ମା ପ୍ରାପ୍ତିର ଅଧିକାରୀ, କାରଣ କେବଳ ପରମାତ୍ମା ପ୍ରାପ୍ତି ନିମନ୍ତେ ହିଁ ମନୁଷ୍ୟ ଶରୀର ମିଳିଛି। ଅତଏବ ଉପଯୁକ୍ତ ବିବେକକୁ ମହତ୍ତ୍ୱ ଦେଇ ପ୍ରତ୍ୟେକ ମନୁଷ୍ୟ ପରମାତ୍ମା ପ୍ରାପ୍ତି କରିପାରିବେ। ନିତ୍ୟ ଅନିତ୍ୟ, ସତ୍ ଅସତ୍, ଅବିନାଶୀ ବିନାଶୀ ଓ ଶରୀରୀ ଶରୀରକୁ ପୃଥକ ପୃଥକ ବୁଝିବା ପାଇଁ ବିବେକର ଆବଶ୍ୟକତା ଅଛି, ବୁଦ୍ଧିର ନୁହେଁ। ବିବେକ ବୁଦ୍ଧିଠାରୁ ଶ୍ରେଷ୍ଠ। ଯେପରି ପ୍ରକୃତି ଓ ପୁରୁଷ ଅନାଦି, ସେହିପରି ଏ ଦୁହିଁଙ୍କର ଭିନ୍ନତା ଦର୍ଶାଉଥିବା ବିବେକ ମଧ୍ୟ ଅନାଦି। ଏହି ବିବେକ ବୁଦ୍ଧିରେ ପ୍ରକାଶ ପାଏ। ଭଗବତ ପ୍ରଦତ୍ତ ଏହି ବିବେକ ପ୍ରତ୍ୟେକ ପ୍ରାଣୀକୁ ନିତ୍ୟ ପ୍ରାପ୍ତ। ପଶୁପକ୍ଷୀ ମଧ୍ୟ ଖାଦ୍ୟ ଓ ଅଖାଦ୍ୟର ଭିନ୍ନତା ଜାଣନ୍ତି। ବୃକ୍ଷଲତାମାନଙ୍କର ମଧ୍ୟ ଥଣ୍ଡା ଗରମ, ଅନୁକୂଳତା ପ୍ରତିକୂଳତାର ଜ୍ଞାନ ଥାଏ। ବୁଦ୍ଧି ପ୍ରଧାନ ହୋଇଥିବାରୁ ମନୁଷ୍ୟକୁ ଏହି ବିବେକ ବିଶେଷ ଭାବରେ ପ୍ରାପ୍ତ। ପଶୁପକ୍ଷୀ ଆଦିଙ୍କଠାରେ କେବଳ ଜୀବନ ନିର୍ବାହ ପାଇଁ ଜଡ଼ ପଦାର୍ଥ ବିଷୟକ ବିବେକ ଥାଏ, କିନ୍ତୁ ମନୁଷ୍ୟ ନିଜ ବିବେକ ଦ୍ୱାରା ଜନ୍ମମରଣ ରୂପକ ବନ୍ଧନରୁ ସବୁଦିନ ପାଇଁ ମୁକ୍ତ ହୋଇ ଶାଶ୍ୱତ ଶାନ୍ତି ଲାଭ କରିପାରିବ। ଏହା ମନୁଷ୍ୟକୁ ପ୍ରାପ୍ତ ବିବେକର ବିଶେଷତ୍ୱ। ବିବେକ ଜାଗ୍ରତ ହେଲେ ଅର୍ଥାତ୍ ଶରୀର ଓ ଶରୀରର ଭିନ୍ନତା ଅନୁଭୂତ ହେଲେ ନିଜର ତଥାକଥିତ ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି ସମ୍ବଳିତ ସଂସାରର ସମ୍ବନ୍ଧ ସର୍ବଥା ବିଚ୍ଛିନ୍ନ ହୋଇଥାଏ ଏବଂ ଏହା ହିଁ ବାସ୍ତବ। ଏହାପରେ ବୁଦ୍ଧି ଶୁଦ୍ଧ ତଥା ସମ ହୋଇଯାଏ, ଅର୍ଥାତ୍ ବୁଦ୍ଧିର ବିଷମଭାବ ଦୂର ହୋଇଯାଏ। କର୍ମଯୋଗରେ ଏକ ନିଶ୍ଚୟୀ ବୁଦ୍ଧିର ପ୍ରାଧାନ୍ୟ ଅଛି। ମନୁଷ୍ୟର ଆତ୍ମକଲ୍ୟାଣ ଅଥବା ପରମାତ୍ମା ପ୍ରାପ୍ତି ନିମନ୍ତେ ଯଦି ଏକ ନିଶ୍ଚୟ ହୋଇଥାଏ, ତେବେ ଅନୁକୂଳତା ଓ ପ୍ରତିକୂଳତା ତାକୁ ବାଧା ଦିଏ ନାହିଁ ଏବଂ କିଛି ନ କରି ମଧ୍ୟ ତାର ବୁଦ୍ଧି ସ୍ୱତଃ ସମ ହୋଇଯାଏ। ବୁଦ୍ଧିରେ ସଂସାରର ମହତ୍ତ୍ୱ, ଆକର୍ଷଣ ଓ ପ୍ରିୟତ୍ୱ ଥିବା ପର୍ଯ୍ୟନ୍ତ ବୁଦ୍ଧିକୁ ସମ କରିବା ପାଇଁ କୁହାଯାଏ। ଏକ ନିଶ୍ଚୟାତ୍ମିକା ବୁଦ୍ଧି ହୋଇଯିବା ପରେ ସଂସାରର ମହତ୍ତ୍ୱ, ଆକର୍ଷଣ ଓ ପ୍ରିୟତ୍ୱ ସ୍ୱତଃ ନାଶ ହେବାକୁ ଲାଗେ। ଭୋଗ ଓ ସଂଗ୍ରହର ଆସକ୍ତି ଏପରି ନିଶ୍ଚୟାତ୍ମିକା ବୁଦ୍ଧି ହେବାରେ ବଡ଼ ପ୍ରତିବନ୍ଧକ ବୋଲି କୁହାଯାଇଛି। ସାଂଖ୍ୟ ଯୋଗରେ ବିବେକର, ଭକ୍ତି ଯୋଗରେ ଶ୍ରଦ୍ଧା ବିଶ୍ୱାସର ଏବଂ କର୍ମଯୋଗରେ ନିଶ୍ଚୟାତ୍ମିକା ବୁଦ୍ଧିର ପ୍ରାଧାନ୍ୟ ଥାଏ। କର୍ମଯୋଗରେ ବିବେକ ତଥା ଶ୍ରଦ୍ଧା ବିଶ୍ୱାସ ଯେ ନଥାଏ ସେ କଥା ନୁହେଁ, କିନ୍ତୁ ସେଥିରେ ଏକ ନିଶ୍ଚୟାତ୍ମିକା ବୁଦ୍ଧି ହିଁ ମୁଖ୍ୟ। ସେହିପରି ସାଂଖ୍ୟ ଯୋଗ ଓ ଭକ୍ତି ଯୋଗରେ ମଧ୍ୟ ଏକ ନିଶ୍ଚୟାତ୍ମିକା ବୁଦ୍ଧି ଥାଏ। ନିଜ ମତ ପ୍ରତି ଆସକ୍ତି ରହିଲେ ଶ୍ରୋତା ବକ୍ତାଙ୍କ ଉପଦେଶର ଭାବକୁ ଠିକ୍ ଭାବେ ବୁଝିପାରେ ନାହିଁ। ଯୁଦ୍ଧ ନ କରିବା ମତ ପ୍ରତି ଆସକ୍ତି ଥିବାରୁ ଅର୍ଜୁନ ମଧ୍ୟ ଭଗବାନଙ୍କ ବଚନର ଅଭିପ୍ରାୟ ଠିକ୍ ଭାବେ ବୁଝିପାରିଲେ ନାହିଁ। ଫଳରେ ଭଗବାନଙ୍କ ବଚନ ଅର୍ଜୁନଙ୍କୁ ମିଶ୍ରିତ ଭଳି ଜଣାପଡ଼ିଲା। ତେଣୁ ଭଗବାନଙ୍କର ଅଭିପ୍ରାୟ କ'ଣ ଏବଂ ସେ ଅର୍ଜୁନଙ୍କ କଲ୍ୟାଣ ନିମନ୍ତେ କେଉଁ ସାଧନାଟିକୁ ଶ୍ରେଷ୍ଠ ବୋଲି କହୁଛନ୍ତି, ଏହାକୁ ଭଗବାନଙ୍କ ଦ୍ୱାରା ସ୍ପଷ୍ଟ କରିବା ପାଇଁ ଅର୍ଜୁନ ନିମ୍ନୋକ୍ତ ଦୁଇଟି ଶ୍ଲୋକରେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ଅର୍ଜୁନ ଉବାଚ ଜ୍ୟାୟସି ଚେତ୍ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦ୍ଦନ ତତ୍ କିଂ କର୍ମଣି ଘୋରେ ମାମ୍ ନିୟୋଜୟସି କେଶବ ବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧିଂ ମୋହୟସିବ ମେ ତଦେକଂ ବଦ ନିଶ୍ଚିତ୍ୟ ଇଏନ ଶ୍ରେୟ ହମାପ୍ନୁୟାମ୍। ଅର୍ଥାତ୍ ଅର୍ଜୁନ କହିଲେ, ହେ ଜନାର୍ଦ୍ଦନ, ଯଦି ଆପଣ କର୍ମ ଅପେକ୍ଷା ବୁଦ୍ଧିକୁ ଶ୍ରେଷ୍ଠ ମନେ କରୁଛନ୍ତି,
ତେବେ ହେ କେଶବ, ମୋତେ ଘୋର କର୍ମରେ କାହିଁକି ନିୟୋଜିତ କରୁଛନ୍ତି? ଆପଣ ନିଜର ମିଶ୍ରିତ ବଚନ ଦ୍ୱାରା ମୋ ବୁଦ୍ଧିକୁ ମୋହିତ ପ୍ରାୟ କରୁଛନ୍ତି। ତେଣୁ ଆପଣ ସ୍ଥିର କରି ଗୋଟିଏ କଥା କୁହନ୍ତୁ, ଯାହାଦ୍ୱାରା ମୋର କଲ୍ୟାଣ ହେବ। ଏଠାରେ ଜନାର୍ଦ୍ଦନ କହି ଅର୍ଜୁନ ସତେ ଯେପରି ଏହି ଭାବ ବ୍ୟକ୍ତ କରୁଛନ୍ତି, ହେ କୃଷ୍ଣ, ଆପଣ ସମସ୍ତଙ୍କର ଅଭିଳାଷ ପୂର୍ଣ୍ଣ କରନ୍ତି, ତେଣୁ ମୋ ଅଭିଳାଷ ମଧ୍ୟ ଅବଶ୍ୟ ପୂରଣ କରିବେ। ମନୁଷ୍ୟ ଅନ୍ତଃକରଣର ଏକ ଦୁର୍ବଳତା ହେଲା, ସେ ପ୍ରଶ୍ନ କରି ଉତ୍ତର ରୂପେ ମଧ୍ୟ ବକ୍ତାଙ୍କଠାରୁ ନିଜ ଭାବନା ଅର୍ଥାତ୍ ସିଦ୍ଧାନ୍ତର ସମର୍ଥନ ଆଶା କରେ। ବକ୍ତାଙ୍କ ନିର୍ଦ୍ଦେଶ ମନୋନୁକୂଳ ହେଉ ବା ପ୍ରତିକୂଳ ହେଉ, ତାହାକୁ ପାଳନ କରିବା ନିମନ୍ତେ ଦୃଢ଼ ନିଶ୍ଚୟ କରିବା ହିଁ ସୁରବୀରତା ଏବଂ ଅନ୍ୟ ସବୁ ହେଉଛି ଦୁର୍ବଳତା ବା ଭୀରୁତା। ତେଣୁ ଏହାକୁ ଦୁର୍ବଳତା କୁହାଯାଇଛି। ଏହି ଦୁର୍ବଳତା ଯୋଗୁଁ ହିଁ ମନୁଷ୍ୟକୁ ପ୍ରତିକୂଳତା ସହିବାରେ କଠିନତା ଅନୁଭୂତ ହୁଏ। ସେ ପ୍ରତିକୂଳତା ସହି ନ ପାରିଲେ ଭଲ ପଣିଆର ବେଶ ଧାରଣ କରେ, ଅର୍ଥାତ୍ ଭଲ ପଣାର ରୂପ ଧାରଣ କରି ମନ୍ଦ ଆସିଯାଏ। ଯେଉଁ ମନ୍ଦ ଭଲ ରୂପ ଧାରଣ କରି ଆସେ, ତାକୁ ତ୍ୟାଗ କରିବା ଅତି କଠିନ ହୁଏ। ଅର୍ଜୁନଙ୍କ ଠାରେ ମଧ୍ୟ ହିଂସା ତ୍ୟାଗ ରୂପକ ଭଲ ପଣିଆ ବେଶରେ କର୍ତ୍ତବ୍ୟ ତ୍ୟାଗ ରୂପକ ମନ୍ଦ ଗୁଣ ଆସିଛି। ତେଣୁ ସେ କର୍ତ୍ତବ୍ୟ କର୍ମ ଅପେକ୍ଷା ଜ୍ଞାନକୁ ଶ୍ରେଷ୍ଠ ଭାବୁଛନ୍ତି। ଏଥିପାଇଁ ସେ ଏଠାରେ ପ୍ରଶ୍ନ କରିଛନ୍ତି, ଯଦି ଆପଣ କର୍ମଠାରୁ ଜ୍ଞାନକୁ ଶ୍ରେଷ୍ଠ ମନେ କରନ୍ତି, ତେବେ ମୋତେ ଯୁଦ୍ଧ ରୂପକ ଘୋର କର୍ମରେ ନିୟୋଜିତ କରୁଛନ୍ତି କାହିଁକି? ଭଗବାନ ଦ୍ୱିତୀୟ ଅଧ୍ୟାୟର 39 ଶ୍ଲୋକରେ ସମବୁଦ୍ଧି ଅର୍ଥାତ୍ ସମତା କଥା କହିଥିଲେ, କିନ୍ତୁ ଅର୍ଜୁନ ତାକୁ ଜ୍ଞାନ ବୋଲି ବୁଝିନେଲେ। ଏଣୁ ସେ ଭଗବାନଙ୍କୁ କହୁଛନ୍ତି, ହେ ଜନାର୍ଦ୍ଦନ, ଆପଣ ପ୍ରଥମେ କହିଲେ ମୁଁ ସାଂଖ୍ୟ ଯୋଗରେ ଏହି ସମବୁଦ୍ଧି କହିଦେଲି। ଏବେ ତୁମେ ଏହାକୁ ଯୋଗ ବିଷୟରେ ଶୁଣ। ଏ ବୁଦ୍ଧିରେ ଯୁକ୍ତ ହୋଇ ତୁମେ କର୍ମବନ୍ଧନରୁ ମୁକ୍ତ ହୋଇଯିବ, କିନ୍ତୁ ଜ୍ଞାନ ହେଲେ ଯାଇ କର୍ମବନ୍ଧନ ତୁଟିବ। ଆପଣ ଏ କଥା ମଧ୍ୟ କହିଲେ ଯେ ବୁଦ୍ଧିଯୋଗ ଅର୍ଥାତ୍ ଜ୍ଞାନଠାରୁ କର୍ମ ଅତ୍ୟନ୍ତ ନିକୃଷ୍ଟ। ଯଦି ଆପଣଙ୍କ ମତ ଅନୁସାରେ କର୍ମଠାରୁ ଜ୍ଞାନ ଶ୍ରେଷ୍ଠ ଓ ଉତ୍ତମ, ତେବେ ମୋତେ ଶାସ୍ତ୍ରବିହିତ ଯଜ୍ଞ, ଦାନ, ତପ ପ୍ରଭୃତି ଶୁଭ କର୍ମରେ ମଧ୍ୟ ଲଗାଇବା ଉଚିତ ନୁହେଁ, କେବଳ ଜ୍ଞାନରେ ଲଗାଇବା ଉଚିତ। କିନ୍ତୁ ଓଲଟା ଆପଣ ମୋତେ ଦିନସାରା ନରସଂହାର କରିବା ପାଇଁ ପଡ଼ୁଥିବା ଯୁଦ୍ଧ ଭଳି ଅତ୍ୟନ୍ତ କ୍ରୂର କର୍ମରେ କାହିଁକି ଲଗାଉଛନ୍ତି? ପ୍ରଥମେ ଅର୍ଜୁନଙ୍କ ମନରେ ଯୁଦ୍ଧ କରିବାର ଉତ୍ସାହ ଥିଲା ଏବଂ ସେ ସେଥିରେ ଉତ୍ସାହିତ ହୋଇ ଭଗବାନଙ୍କୁ କହିଲେ, ହେ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟଭାଗରେ ମୋ ରଥ ରଖନ୍ତୁ, ଯାହାଦ୍ୱାରା ମୁଁ ଦେଖିପାରିବି ଯେ କେଉଁମାନେ ମୋ ସାଙ୍ଗରେ ଯୁଦ୍ଧ କରିବାକୁ ସମକକ୍ଷ। କିନ୍ତୁ ଭଗବାନ ଯେତେବେଳେ ଉଭୟ ସେନାଙ୍କ ମଧ୍ୟରେ ଭୀଷ୍ମ, ଦ୍ରୋଣ ତଥା ରାଜାମାନଙ୍କ ସମ୍ମୁଖରେ ରଥ ଠିଆ କରି କହିଲେ, ତୁମେ ଏହି କୁରୁବଂଶୀମାନଙ୍କୁ ଦେଖ, ସେତେବେଳେ ଅର୍ଜୁନଙ୍କର କୌଟୁମ୍ବିକ ମୋହ ଜାଗ୍ରତ ହେଲା। ମୋହ ଜାଗ୍ରତ ହେବାରୁ ତାଙ୍କ ବୁଦ୍ଧି ଯୁଦ୍ଧରୁ ଓ କର୍ମରୁ ଉପରତ ହୋଇ ଜ୍ଞାନ ଆଡ଼କୁ ଚାଲିଗଲା। କାରଣ ଜ୍ଞାନରେ ଯୁଦ୍ଧ ପରି କ୍ରୂର କର୍ମ କରିବାକୁ ପଡ଼େ ନାହିଁ। ସେଥିପାଇଁ ଅର୍ଜୁନ କହୁଛନ୍ତି, ମୋତେ ଆପଣ ଘୋର କର୍ମରେ କାହିଁକି ନିୟୋଜିତ କରୁଛନ୍ତି? ଯେକୌଣସି ସାଧକ ଶ୍ରଦ୍ଧାପୂର୍ବକ ପଚାରିଲେ ନିଜ ପ୍ରଶ୍ନର ବାସ୍ତବିକ ଉତ୍ତର ପାଇପାରେ। ଆକ୍ଷେପପୂର୍ବକ ପ୍ରଶ୍ନ କଲେ ସଠିକ୍ ଉତ୍ତର ପାଇବା ସମ୍ଭବ ନୁହେଁ। ଅର୍ଜୁନଙ୍କର ଭଗବାନଙ୍କ ଉପରେ ପୂର୍ଣ୍ଣ ଶ୍ରଦ୍ଧା ରହିଛି। ତେଣୁ ଉପରୋକ୍ତ ପ୍ରଶ୍ନରୁ ଏହି ଭାବ ପ୍ରତୀତ ହେଉଛି ଯେ ଭଗବାନଙ୍କ ନିର୍ଦ୍ଦେଶରେ ଅର୍ଜୁନ ନିଜର କଲ୍ୟାଣ ପାଇଁ ଯୁଦ୍ଧ ଭଳି ଘୋର କର୍ମରେ ମଧ୍ୟ ପ୍ରବୃତ୍ତ ହୋଇପାରିବେ। ଏହି ପଦଗୁଡ଼ିକରେ ଅର୍ଜୁନଙ୍କର ଅଭିପ୍ରାୟ ହେଲା, କେବେ ଆପଣ କହୁଛନ୍ତି ଯେ କର୍ମ କର, ପୁଣି କେବେ କହୁଛନ୍ତି ଯେ ଜ୍ଞାନର ଆଶ୍ରୟ ନିଅ। ଆପଣଙ୍କର ଏହି ମିଶ୍ରିତ ବଚନରେ ମୋ ବୁଦ୍ଧି ମୋହିତ ପ୍ରାୟ ହୋଇଯାଉଛି, ଅର୍ଥାତ୍ ମୁଁ ସ୍ପଷ୍ଟ ରୂପେ ବୁଝିପାରୁନି ଯେ ମୋ ପାଇଁ କର୍ମ କରିବା ଉଚିତ କି ଜ୍ଞାନର ଆଶ୍ରୟ ନେବା ଉଚିତ। ଶ୍ରଦ୍ଧା ହେତୁ ଭଗବାନଙ୍କ ବଚନକୁ ଅର୍ଜୁନ ଠିକ୍ ବୋଲି ମାନୁଛନ୍ତି ଏବଂ ଏ କଥା ବି ବୁଝୁଛନ୍ତି ଯେ ଭଗବାନ ତାଙ୍କ ବୁଦ୍ଧିକୁ ମୋହିତ କରୁନାହାନ୍ତି। ତଥାପି ଭଗବାନଙ୍କ ବଚନକୁ ଠିକ୍ ଭାବେ ବୁଝି ନଥିବାରୁ ଅର୍ଜୁନଙ୍କୁ ଭଗବାନଙ୍କ ବଚନ ମିଶ୍ରିତ ଭଳି ଲାଗୁଛି ଏବଂ ତାଙ୍କୁ ଜଣାପଡ଼ୁଛି ଯେ ଭଗବାନ ନିଜ ବଚନରେ ମୋ ବୁଦ୍ଧିକୁ ମୋହିତ ପ୍ରାୟ କରୁଛନ୍ତି। ଯଦି ଭଗବାନ ଅର୍ଜୁନଙ୍କ ବୁଦ୍ଧିକୁ ମୋହିତ କରୁଥାନ୍ତେ, ତେବେ ଅର୍ଜୁନଙ୍କର ମୋହ ଦୂର କରିଥାନ୍ତା କିଏ? ଅର୍ଜୁନ କହୁଛନ୍ତି, କର୍ମ କଲେ ଅଥବା ଜ୍ଞାନପ୍ରାପ୍ତ କଲେ ମୋର କଲ୍ୟାଣ ହେବ। ଆପଣ ସ୍ଥିର କରି ମୋତେ ଗୋଟିଏ କଥା କହନ୍ତୁ। ମୁଁ ପ୍ରଥମରୁ ମଧ୍ୟ କହିଥିଲି, ଯେଉଁଥିରେ ମୋର ନିଶ୍ଚିତ କଲ୍ୟାଣ ହେବ ସେହି କଥା ମୋତେ କହନ୍ତୁ ଏବଂ ଏବେ ବି ମୁଁ ସେହି କଥା କହୁଛି। ସଂସାରର ସତ୍ତା ସ୍ୱୀକାର କରୁଥିବା ପର୍ଯ୍ୟନ୍ତ କର୍ମର ଘୋରତା ବା ସୌମ୍ୟତା ପ୍ରତୀତ ହୁଏ। ଜ୍ଞାନୀ ଗୁଣୀମଣ୍ଡଳୀ ଓ ସଜ୍ଜନ ମଣ୍ଡଳୀ, ଆପଣମାନେ ଶୁଣୁଥିଲେ ଶ୍ରୀମଦ୍ ଭଗବଦ ଗୀତାର ତୃତୀୟ ଅଧ୍ୟାୟ ପ୍ରଥମ ଓ ଦ୍ୱିତୀୟ ଶ୍ଲୋକର ସବିଶେଷ ବ୍ୟାଖ୍ୟା। ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ସେହି ପରମାତ୍ମାଙ୍କ ଶ୍ରୀଚରଣରେ ସମସ୍ତଙ୍କ ମଙ୍ଗଳ କାମନା କରି ରହୁଛି। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।